नमस्कार ମୁଁ ସୁରେନ୍ଦ୍ରନାଥ। ମୁଁ ଆଜି ଯେଉଁ ଭିଡ଼ିଓଟା କରିବି ବା କରିକି ଦେଖେଇବି ବା କିଛି କହିବି ସେଇଟା ହେଲା, ଆମେ ସାଧାରଣତଃ ଗାଈ ଜନ୍ମ କଲା ଆଉ କିଛି ଦିନ ଦୁଆଁ ସରିଲା ପରେ ତା ଚେରରୁ କ୍ଷୀର ବାହାରିବା ବନ୍ଦ ହେଇଗଲା ବା ଚେର ଫୁଲିଲା। ସେଇଟା କେମିତି ସମାଧାନ କରିବା, ତାର ହେଉଛି ଦେଶୀ ଚିକିତ୍ସା କେମିତି କରିବା ଆଉ କେମିତି ତାର ସମାଧାନ କରିବା, କେମିତି ଠିକ ଢଙ୍ଗରେ କ୍ଷୀର ବାହାରି ପାରିବ। ଆଉ ଏ ତ ସାଧାରଣତଃ କଥା, ଆଉ ବି ଅଛି ସାଧାରଣତଃ ମାନେ ଚେରଟା ଯୋଉ କ୍ଷୀର ବାହାରୁନି, ଅଳ୍ପ ମାତ୍ରାରେ ବାହାରୁଛି, ଦୁଇଁଲା ବେଳକୁ କଷ୍ଟ ଲାଗୁଛି, ଗାଈ ବାଡେ ଛାଟି ହଉଛି, ତାର ଭେନ୍ ଯୋଉ ମୁହଁଟା ଯୋଉ ଭଲ୍ଟୁ ଅଛି, ସେ ଭଲ୍ଟୁ ମୁହଁଟା ଏ ଯୋଉ ଚେରର ଯୋଉ ଭଲ୍ଟୁ ଅଛି, ଏଇ ଭଲ୍ଟୁ ମୁହଁଟା, ଏଇ ମୁହଁଟାରୁ କ୍ଷୀର ବାହାରୁନି, ସେ ଭଲ୍ଟୁଟା ଜାମ୍ ହଉଛି ବା କ୍ଷୀର ବାହାରିବା ଦୁଇଁଲା ବେଳେ ପୁରା ସିରିଞ୍ଜରୁ ବାହାରିଲା ଭଳିଆ ବାହାରୁଛି, ସରୁ ବାହାରୁଛି। ସେଇ ବିଷୟରେ ଆଜି କହିବି, ସେଇଟା କେମିତି ସମାଧାନ କରିପାରିବେ ସେଇଟା କହିବେ। ବା ବ୍ଲକ୍ ହେଇଯାଉଛି ସେଇଟା କେମିତି ସମାଧାନ କରିପାରିବେ ସେଇ ବିଷୟରେ ଆଜି କହିବି। ଦେଖନ୍ତୁ, ସାଧାରଣତଃ ଆମେ ତ ଗାଈ ଅଳ୍ପ ହଉ ବହୁତ ହଉ ରଖିଛେ, ଯାହା ବି ହେଲେ ଏସବୁ ପ୍ରୋବ୍ଲେମ ଆସିବ। କାହିଁକି ନା ଯେହେତୁ ପଶୁ ରଖିଛେ ଆମେ, ଏମାନଙ୍କର ଏସବୁ ପ୍ରୋବ୍ଲେମ ଆସିବ ବା ଆକୁ ଆସିବାକୁ ଆମେ କୌଣସି ମତେ ରୋକିପାରିବା ନାହିଁ। ସାଧାରଣତଃ ଆମେ ଯୋଉ କହୁଛି ଚେରଟା ବ୍ଲକ୍ ହଉଛି, ସେଟା କେମିତି ହବା ପୂର୍ବରୁ ତାର ମାନେ ଜଣା ପଡିଯିବ ଯେ ଏ ଚେରଟା ବ୍ଲକ୍ ହବାକୁ ଯାଉଛି। ସାଧାରଣତଃ ଯୋଉ ଚେରଟା ବ୍ଲକ୍ ହବ, ଯୋଉ ଗାଈର ବ୍ଲକ୍ ହବ ଯୋଉ ଚେରଟା, ସେ ଚେରଟା କଣ ହବ ନା ଧୀରେ ଧୀରେ ତା ଦେହରୁ ଦେଖିବେ କ୍ଷୀରଟା ବାହାରୁଛି। ବାହାରିଲା ବେଳକୁ ସେ କ୍ଷୀରଟା ଟିକେ ଲାଲ ଟାଇପର ଦେଖାଯାଉଛି, ପୁରା ମାନେ ଯେମିତି କ୍ଲିୟର ଧଳା ଦେଖାଯିବା କଥା ସେମିତି ଧଳା ଦେଖା ଯାଉନି। ଆଉ କିଛି ଦିନ ଯିବ, 2 ଦିନ ଯିବ କି 3 ଦିନ ଯିବ, 3 ଦିନ ପରେ କଣ ହବ ନା ସେ ଚେର ଦିହରୁ କ୍ଷୀର ବାହାରିବା ଟିକେ କମିଯିବ। ଗୋଟେ ଚେରରୁ ଆମେ ଧର 1 ଲିଟର ଦୁହୁଁଥିଲେ, ସେ ଚେରରୁ କ୍ଷୀର ଆଉ 1 ଲିଟର ସେଦିନ ବାହାରିବନି, ଦେଖିବେ 750 ବାହାରିବ କି 800 ବାହାରିବ। ତା ପରଦିନକୁ ଫେର ଆଉ କିଛି କମିବ, ତା ପରଦିନକୁ ଆଉ କିଛି କମିବ, ତା ପରଦିନକୁ ଦେଖିବେ ସେ ଚେର ଦେହରୁ ଯେମିତି ସିମେଇ ଟାଇପର ବିଣ୍ଡା ହେଇକି କ୍ଷୀର ବାହାରିବ ବା ଅଳ୍ପ କିଛି କ୍ଷୀର ବାହାରିବ, ଅଳ୍ପ କିଛି ବିଣ୍ଡା ହେଇକି ବ୍ଲକ୍, ଯୋଉ କ୍ଷୀରଟା ବ୍ଲକ୍ ଥିବ ସେ ବ୍ଲକ୍ କ୍ଷୀରଟା ବିଣ୍ଡା ହେଇକି ବାହାରିବ, ସିମେଇ ଟାଇପର ବାହାରିବ। ଦୁଇଲା ବେଳକୁ ଦେଖିବେ କ୍ଷୀରଟା ରିଟର୍ନ ହବ। ସେ ସମୟରେ ଏମିତି ହେଲେ ଜାଣିବେ ଯେ ଚେରଟା ଖରାପ ହେବାକୁ ଯାଉଛି, এটা ନିଶ୍ଚିତ ବ୍ଲକ୍ ହେଇଯିବ। କିନ୍ତୁ ସେଇ ସମୟରେ କଣ କରିବେ ନା ଗୋଟା ସାଧାରଣତଃ ଛୋଟ ଉପାୟ ଗୋଟା, ଆମେ ଗୋଟା କାମ କରିବା, ଆମ ବାଡ଼ିକି ଯିବା କି ଆମର ବଗିଚା ଯିବା କି କୋଉଠି ଆମର କେନାଲ ବନ୍ଧ ଅଛି କି ଉଡ଼ା ଅଛି, ସେଠି ଦେଖିବେ ଲିମ୍ବ ଗଛ ଥିବ। କିନ୍ତୁ ମୁଁ ବି ଆଣି ରଖିଛି ଗୋଟେ ଲିମ୍ବ ଗଛର ଏଇଭଳିଆ ଲିମ୍ବ ପତ୍ର ହେଇଥିବ, ସେ ଲିମ୍ବ ପତ୍ରକୁ ନେଇ ଆସିବେ, ଏଇଭଳିଆ 4ଟା କି 5ଟା ନେଇ ଆସିବେ, ତାକୁ କଣ କରିବେ ଏମିତି ଏମିତି ଦୁଇଁ ଦେବେ, ଏମିତି ଦୁଇଁ ଦେବେ, ଏମିତି ଦୁଇଁ ଦେବେ। ଦୁଇଁ ଦେଲା ପରେ এইটা ରହିଲା ତାର ମୂଳ ପଟ। ଦେଖନ୍ତୁ ଏପଟଟା ମୋଟା ଅଛି, ଏପଟଟା ସରୁ ଅଛି। ଏମିତି କଣ କରିବେ ନା ଏଇଠୁ ଏଠାକୁ ଛିଣ୍ଡେଇ ଦେବେ। ଛିଣ୍ଡେଇ ଦେଲା ପରେ ଦେଖନ୍ତୁ 1 ଇଞ୍ଚରୁ କମ୍ ଅଛି, ଏଟା 1 ଇଞ୍ଚରୁ କମ୍ ଅଛି। ଆକୁ କଣ କରିବେ ନା ଯୋଉ ଚେର କ୍ଷୀରର ବାହାରିବା ପ୍ରୋବ୍ଲେମ ହଉଛି କି ବ୍ଲକ୍ ହବାକୁ ଯାଉଛି କି ଛିଣ୍ଡା କ୍ଷୀର ବାହାରୁଛି, ସେଇ ଚେର ଦେହରେ ଏମିତି ଧରିବେ, ଏମିତି ଧରିବେ, ଏମିତି ତାକୁ ଏମିତି ଧରିବେ, ସେଇ ଯୋଉ ଭେନ୍ ମୁହଁ ଦେହରେ ଏମିତି ଲଗେଇକି ଏମିତି ଧୀରେ 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 ବୁଲେଇ 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 ପୁସ୍ କରିଦେବେ। ଦେଖିବେ ସେ ପଳେଇବ, ଟୋଟାଲ ଏତିକି ବାଟ ଭର୍ତ୍ତି କରିଦେବେ। ଏତିକି ବାଟ ଭର୍ତ୍ତି କରିଦେଲା ପରେ ଗାଈ ଦୁଇଁ ସାରିବେ, ଭର୍ତ୍ତି କରିଦେବେ। ବାସ୍ ଭର୍ତ୍ତି କରିଦେଲା ପରେ ସେ ରହିଲା, ଆଉ ତା ଦେହରେ ହାତ ମାରିବାର ନାହିଁ, ସେ ବି ବାହାରିବାର ନାହିଁ କି ଭିତରକୁ ପଶିବାର ବି ଚାନ୍ସ ବି ନାହିଁ, କାରଣ ତାର ଏ ମୁଣ୍ଡଟା ମୋଟା ଅଛି, ଆଉ ଭିତରକୁ ସିଏ ଯିବନି। ତାପରେ ଫେର ଆର ଓଳି ଦୁଇଁବେ, ସକାଳେ ଭର୍ତ୍ତି କଲେ ସନ୍ଧ୍ୟା ବେଳକୁ ଦୁଇଁବେ। ସେଇ ଯୋଉଟା ଭର୍ତ୍ତି କରିଥିଲେ ସେଇଟା କଣ କରିବେ ନା ଆସ୍ତେ କିନା ସେ ଚେର ଉପରୁ ପକେଇବେ ହାତ, ସେ ଅଟୋମେଟିକ ବାଛୁରୀ ଲଗେଇବେ, ସେ ଅଟୋମେଟିକ ବାହାରି ଆସିବ। ସେ ଯୋଉ ଭିତରକୁ ଯାଇଥିବ ଖାଲି ଉପର ଉପରକୁ ପୁସ୍ କଲା ମାନେ ସେ ଆର ତଳକୁ ବାହାରି ଆସିବ। ତାକୁ ବାହାର କରି ଫୋପାଡ଼ି ଦେବେ। ବାସ୍ ଗାଈ ଦୁଇଁଲେ କିଛି ନାହିଁ, ଯେମିତି ଧୁଆ ଧୁଇ କରି ଯେମିତି ଦୁଉଁଥିଲେ ସେମିତି ଦୁଇଁବେ।
दुई सारा पर आउ गोटे रखिथे फिर से दुईमे फिर गोटे लगे फिर गोटे भर्ती करदेला एमती लगातार 2 दिन रु 3 दिन अति बेसी 4 दिन भर्ती करेंगे देखिए से चेर जमती आगुरी पूर्व क्लीयर थिला सेमती पूर्व क्लीयर आउ जो ब्लॉक होता ब्लॉक हवा को जाऊँगी ताधरे आर कौन प्रोब्लेम करनी कि ये जो पिता काठीटा चेर भितर पशिले जदि भी आउ कौन चेर थी खराब हवा से सब प्रोब्लेम भी दूर हो तो ये तो है माने गोटे लिंब काठी द्वारा भी हो पार आउ गोटे कम करेंगे कौन जदि लिंब काठी न दे पारे कि लिंब गछ ना ताले आउ गोटे उपाय भी अच्छी करेंगे से भी कौन प्रोब्लेम हेनी से कौन ना लवंग पाइबे लवंग थी लवंग पाइबे लवंगर जो फूल पटटा से फूल पटटा को करेंगे जमती लिंब काठर कही लिंब काठर मूलटा रल को उपरको जीव लवंग फूलटा को रखिए तल को तार जो मुंड पटटा से मुंड पटटा को भितर को सेमती 4 थर करेंगे 4 थर कलापर से आराम जमती पूर्व थी पूर्व अवस्था को फेरी आस।